କଳା ମୁଖା ପିନ୍ଧିଛନ୍ତି। ସେମାନେ ବାଇକ୍ରେ ଆସିଲେ ସାଙ୍ଗେ ସାଙ୍ଗେ ଭୁଜାଲା ମୋ ସ୍ତ୍ରୀର ବେକରେ ଦେଖେଇଦେଲେ। ଦେଖେଇଦେଲେ ସାଙ୍ଗେ ସାଙ୍ଗେ ଆଉ ଗୋଟେ ପିଲା ମଝିରୁ ଆସିଲେ, ସେ ସାଙ୍ଗେ ସାଙ୍ଗେ ଚେନ୍ଟା ଟାଣି ନେଇଗଲା ଏବଂ ମୋତେ ବାଇକ୍ରୁ ପକେଇଦେଲେ। ବାଇକ୍ରୁ ପକେଇଦେବା ସମୟରେ ମୋଠୁ ମୋବାଇଲ ବି ଟାଣି ନେଇକି ସେ ପଳେଇଲେ। ମୁଁ ପଛକୁ ବୁଲିକିନା ଦେଖିଲା ବେଳକୁ ସେ ଆଉ ନାହିଁ। ସାଙ୍ଗେ ଆମେ ଭଡ଼ା ଘରୁ ଜୋରଡ଼ାରେ ଭଡ଼ାରେ ରହୁଛୁ। ଆମେ ଭଡ଼ା ଘରୁ ଆଜି ଗାଁକୁ ଯିବା ପାଇଁ ବାହାରିଥିଲୁ। ଆଉ ଜଷ୍ଟ ସମଲ ଗେଟ୍ କ୍ରସ୍ କରିକିନା ଆମେ କିଛି ବାଟ ଆସିଛୁ। ଆସିଲା ପରେ 3 ଜଣ କଳା କଳା ଡ୍ରେସ୍ ପିନ୍ଧିକି 3 ଜଣ ବାଇକ୍ରେ ଆସିଲେ। ଆଉ ସଡ଼ନ୍ ବାଇକ୍କୁ ରଖିଦେଇକି ଆମ ପାଖରେ ଆଉ ତାଙ୍କ ହାତରେ କଟୁରୀ ଥିଲା। କଟୁରୀଟା ଆଣିକି ମୋ ବେକରେ ଲଗେଇ ଦେଇକି ସାର୍ ଫୋନ୍ ଆସିଥିଲା ସାର୍ଙ୍କର। ସାର୍ ଫୋନ୍ କଥା ହେଉଥିଲେ। ସାର୍ଙ୍କଠୁ ଫୋନ୍ଟା ଛଡ଼େଇ ନେଲା ପରେ ମୋତେ କଟୁରୀ ଦେଖେଇକିନା ମୋଠୁ ଜଣେ କଟୁରୀ ଆଗପଟେ ଦେଖେଇଲା, ଇଏ କରିକିନା ବେକରେ ଲଗେଇଦେଲା। ତାପରେ ପଛପଟୁ ଜଣେ ଆସିକିନା ସାଙ୍ଗେ ସାଙ୍ଗେ ମୋ ସୁନା ଚେନ୍ଟାକୁ ଘିଚି ନେଇକି ପଳେଇ ଗଲେ। କେତେ ଭରିର ସୁନା ପିନ୍ଧିଥିଲେ ବେକରେ? ସେଇଟା 9 ଗ୍ରାମ 8.5 ଗ୍ରାମ 9 ଗ୍ରାମ ପାଖାପାଖି ଥିଲା ସୁନା ଚେନ୍ଟା। ସାଙ୍ଗେ ସାଙ୍ଗେ ଛିଡ଼େଇ ଦେଇକି ନେଇଗଲା ପରେ ୟାଙ୍କୁ ଠେଲି ଦେଲେ ଗାଡ଼ିରୁ ଇଏ କରିକି। ଆଉ ଆମେ ପଡ଼ିଛୁ ସେଇଠି, ସେମାନେ ସାଙ୍ଗେ ସାଙ୍ଗେ ପଳେଇ ଗଲେ। ଏବେ ଆମେ ଆସିକି ସାମଲ ଥାନାରେ ଏଫଆଇଆର ଦେଇଛୁ। ତ କ'ଣ କିଛି ପଦକ୍ଷେପ ଗ୍ରହଣ କରିବେ ସେଇଟା ପାଇଁ ଅପେକ୍ଷା କରିଛୁ। ଆଉ ଏଠି ଅପେକ୍ଷା କରିକି ରହିଛୁ ସାମଲ ଥାନାରେ। ଯାଉଥିଲେ, କ'ଣ ଘଟଣା ଘଟିଲା? ଆଜି କାଲି ଛୁଟି ବୋଲି ମୁଁ ରହୁଛି ପ୍ରକୃତରେ ଜୋରଡ଼ା ଗାଁରେ ରହୁଛି। ସେଇ ଜୋରଡ଼ା ଗାଁରେ ମୁଁ ପ୍ରାଇଭେଟ୍ ସ୍କୁଲରେ ସେଠି ମୁଁ ପାଠ ପଢ଼ାଉଥିଲି। ତ ଆଜି କାଲି ଛୁଟି ଅଛି ବୋଲି ଆମେ ସ୍ୱାମୀ ସ୍ତ୍ରୀ 2 ଜଣ ଆଜି ସକାଳୁ ବାହାରିକିନି ଗାଁକୁ ଯାଉଥିଲୁ। ଆମ ଗାଁ ହେଉଛି ଖମାର, ଯେଉଁଟାକି ଶଙ୍ଖମୁରୁ ପଞ୍ଚାୟତ ଶଙ୍ଖମୁରୁ ଗାଁ। ତେବେ ଯିବା ସମୟରେ ଠିକ୍ ସମଲ ଆମର ଯେଉଁ ଅଛି ବଲାଙ୍ଗୀ ଗେଟ୍ ଆଗକୁ 500 ମିଟର ଆଗକୁ ଜଙ୍ଗଲ ମଝିରେ କିନି ସ୍କୁଲ ଗୋଟେ ଫୋନ୍ ଆସିଲା। ମୁଁ ଜଷ୍ଟ ସାଙ୍ଗେ ମୁଁ ସେଠି ଛିଡ଼ା ହେଇ ପଡ଼ିଲି। ଫୋନ୍ଟା କରୁଛି, ମୋ ସ୍ତ୍ରୀ ଛିଡ଼ା ହେଇଛନ୍ତି ମୋ ସାଇଡ଼୍ରେ। ସାଙ୍ଗେ ଇମିଡ଼ିଏଟଲି ଗୋଟେ ସେକେଣ୍ଡ ବି ହେଇନି 3 ଜଣ ଦୁର୍ବୃତ୍ତ ଆସିକିନି କଳା ମୁଖା ପିନ୍ଧିଛନ୍ତି। ସେମାନେ ବାଇକ୍ରେ ଆସିଲେ ସାଙ୍ଗେ ସାଙ୍ଗେ ଭୁଜାଲା ମୋ ସ୍ତ୍ରୀର ବେକରେ ଦେଖେଇଦେଲେ ସାଙ୍ଗେ ସାଙ୍ଗେ ଆଉ ଗୋଟେ ପିଲା ମଝିରୁ ଆସିଲେ, ସେ ସାଙ୍ଗେ ସାଙ୍ଗେ ଚେନ୍ଟା ଟାଣି ନେଇଗଲା ଏବଂ ମୋତେ ବାଇକ୍ରୁ ପକେଇଦେଲେ। ବାଇକ୍ରୁ ପକେଇଦେବା ସମୟରେ ମୋଠୁ ମୋବାଇଲ ବି ଟାଣି ନେଇକି ସେ ପଳେଇଲେ। ମୁଁ ପଛକୁ ବୁଲିକିନା ଦେଖିଲା ବେଳକୁ ସେ ଆଉ ନାହିଁ। ସାଙ୍ଗେ ସାଙ୍ଗେ ବସିକିନି ସେ ତାଙ୍କ ବାଇକ୍ରେ ପଳେଇଗଲେ। ସେତିକି ସମୟ ଭିତରେ ଏଇତ କାମ ହେଇଯିବ, ମାନେ ସକାଳ 9ଟା 20-25 ମିନିଟ୍ ଭିତରେ। ତେବେ ଯଦି ଆମେ ଏତେ ସକାଳ ସମୟରେ ଲୋକ ଯିବା ଆସିବା ସମୟରେ ଆଜି ଏତେ ଏମିତି ଅସୁବିଧା ହେଉଛି, ତାହେଲେ ଲୋକମାନେ କେମିତି ଆମେ ଫ୍ୟାମିଲି ଧରି ନା ସୁରକ୍ଷିତ ହିସାବରେ ଆମେ ଯିବୁ। ତେଣୁ ଆଜି ମୋ ସହିତ ହେଇଛି, କାଲି ସକାଳେ ଆହୁରି କେତେ ଜଣ ଲୋକଙ୍କ ସହିତ ମୋତେ ସେମିତି ହେବ। ତେଣୁ ଏଇ ଯେଉଁ ଆମର ବଲାଙ୍ଗୀରଠୁ ସମଲ ପର୍ଯ୍ୟନ୍ତ ଯେଉଁ ଜଙ୍ଗଲ ରାସ୍ତାଟା ଅଛି, ତାଙ୍କ ପାଇଁ କିଛି ଗୋଟେ ସୁରକ୍ଷିତ ବ୍ୟବସ୍ଥା କରାଯାଉ, ଯାହାକି ଲୋକମାନେ ସୁରକ୍ଷିତ ହିସାବରେ ଯିବେ। ଯଦି ସକାଳ 9ଟା 25 ମିନିଟ୍ ସମୟରେ ଏଇ ପ୍ରକାର ହେଉଛି, ତାହେଲେ ସନ୍ଧ୍ୟା ସମୟରେ କ'ଣ ନ ହେବ, ଦିନ ଦ୍ୱିପହରେ କ'ଣ ନ ହେବ। ଛୁଆ ପିଲା ଧରିକି ଆମେ ଯିବୁ କେମିତି, ଆମେ ଏଇ ଅଞ୍ଚଳରେ ବଞ୍ଚିବୁ କେମିତି, କ'ଣ ପେଟ ପାଟନ କରିନା ଖାଇବୁ ଆମେ। ଯଦି ଏମିତି ଦିନ ଦ୍ୱିପହରେ ଦିନ ଡକାରେ ଯଦି ପାଖେ 2-2ଟା ଥାନା ଥାଇକି ଯଦି ଏହାର କୌଣସି ସୁରକ୍ଷିତ ବ୍ୟବସ୍ଥା ନ ହୋଇପାରୁଛି।